ବନ୍ଧୁ, ଚପଲକୁ କେବେ ମୁଣ୍ଡ ଉପରେ ରଖି ଖାଲି ପାଦରେ ଚାଲି ଚାଲି ଯାଇଛନ୍ତି? ହସ ଲାଗୁଛି ନା? ଭାବୁଛନ୍ତି ଇଏ ଏମିତି କ'ଣ କହୁଛି? ଠିକ୍ କଥା। ଚପଲ ଯେତେ ଦାମୀ ହେଉ ପଛେ ତା'ର ସ୍ଥାନ ହେଉଛି ପାଦ ତଳେ। ହଁ ବନ୍ଧୁ, ତେଣୁ କୌଣସି ବସ୍ତୁର ଦାମକୁ ନୁହଁ, ମୂଲ୍ୟକୁ ନୁହଁ, ବରଂ ମହତ୍ତ୍ୱକୁ ଗୁରୁତ୍ୱ ଦିଅନ୍ତୁ। ହଁ ବନ୍ଧୁ, ଘଡ଼ି ଯେତେ ମୂଲ୍ୟବାନ ହେଉ, ଯେତେ ଦାମୀ ହେଉ ବରଂ ସମୟକୁ କେବେ ବି ଅଟକାଇ ରଖିପାରେ ନାହିଁ। ତେଣୁ ଘଡ଼ିକୁ ନୁହେଁ, ବରଂ ସମୟକୁ ଗୁରୁତ୍ୱ ଦିଅନ୍ତୁ। ଆଉ ଗୋଟେ କଥା, ଛତା ବର୍ଷାରୁ ଭିଜିବାରୁ ଆମକୁ ରକ୍ଷା କରିଥାଏ, କିନ୍ତୁ ଛତା କେବେ ବି ବର୍ଷାକୁ ଅଟକାଇ ପାରିନଥାଏ। ତେଣୁ ଯାହା ହେବା କଥା ନିଶ୍ଚୟ ହେବ। ତେଣୁ କ'ଣ ହେବ କ'ଣ ନାହିଁ ସେ କଥା ଆଗରୁ ଚିନ୍ତା ନ କରି ସତ୍ ପଥରେ ସତ୍କର୍ମ କରିଚାଲନ୍ତୁ। ଦେଖିବେ ଜୀବନ ସରଳ ହୋଇଯିବ।